ଆମର ଯୋଉ ପ୍ଲାଟିନମ ଜୁବଲି କନଫରେନ୍ସ ଇଣ୍ଡିଆନ ମେଡିକାଲ ଆସୋସିଏସନ ର ଓଡ଼ିଶା ଶାଖାର ଇଣ୍ଡିଆନ ମେଡିକାଲ ଆସୋସିଏସନ 100 ବର୍ଷ ତଳେ ଆରମ୍ଭ ହୋଇଥିଲା, ଯାହାକି ପାଖାପାଖି 5 ଲକ୍ଷ ମେମ୍ବର୍ସକୁ ନେଇ ବର୍ତ୍ତମାନ 100 ବର୍ଷ ପୂରଣ କରିଛି। ଓଡ଼ିଶାରେ ଆମେ ଏହି ଯାତ୍ରାରେ ସାମିଲ ହେଇଥିଲୁ 75 ବର୍ଷ ପୂର୍ବରୁ। ଆଉ ଓଡ଼ିଶା ଶାଖା ଇଣ୍ଡିଆନ ମେଡିକାଲ ଆସୋସିଏସନ 75 ବର୍ଷ ପୂରଣ କରିଛି। ତେଣୁ 75 ବର୍ଷ ପ୍ଲାଟିନମ ଜୁବଲି ଉପଲକ୍ଷେ ଓଡ଼ିଶାର ଯୋଉ ଆଇଏମଏ ହେଡକ୍ୱାର୍ଟର୍ସ, ଯୋଉଟା କି କଟକରେ ଆମର ଏସସିବି ମେଡିକାଲ କଲେଜ ପାଖରେ ଅବସ୍ଥିତ, ସେଠି ଆମେ 3 ଦିନ ଧରି ଗୋଟେ ପ୍ଲାଟିନମ ଜୁବଲି ସେଲିବ୍ରେସନ କରୁଛୁ, ଯୋଉଠିକି ରାଜ୍ୟର ବିଭିନ୍ନ ଅଂଶରୁ ପାଖାପାଖି 600ରୁ ଉର୍ଦ୍ଧ୍ୱ ଡାକ୍ତର ଯୋଗ ଦେବେ। ସେଠି ଆମର ୱାର୍କସପ୍ସ ରହିଛି, ଓରେସନ୍ସ ରହିଛି, ପ୍ଲେନାରୀ ରହିଛି, ବିଭିନ୍ନ ବିଷୟବସ୍ତୁର ଆଲୋଚନା ରହିଛି। ଆଉ ଏପରିକି ସନ୍ଧ୍ୟାବେଳେ ଡାକ୍ତର ମାନଙ୍କ ଦ୍ୱାରା ଗୀତ, ମ୍ୟୁଜିକ ଆଉ ଡ୍ୟାନ୍ସ ପ୍ରୋଗ୍ରାମ ରହିଛି, ଯୋଉଟା କି ଡକ୍ଟର୍ସ ଅର୍କେଷ୍ଟ୍ରା। ଆଉ ତାର ଉଦ୍ଦେଶ୍ୟ ଗୋଟା ରହୁଛି ଯେ ଡକ୍ଟର ମାନଙ୍କ ଭିତରେ ଜ୍ଞାନର ବୃଦ୍ଧି କରିବା ଆଉ ଫେଲୋସିପର ବୃଦ୍ଧି କରିବା। ଆଉ ଆମେ ଯୋଉ 75 ବର୍ଷ ପୂରଣ କରିଛୁ ଓଡ଼ିଶାରେ, ତାକୁ ଆମେ ପାଳନ କରିବା। ଏଠି ଆମର ଅନେକ ଅତିଥି ଯୋଗଦାନ କରୁଛନ୍ତି। ଆଇଏମଏ ହେଡକ୍ୱାର୍ଟରରୁ ଆମର ପ୍ରଫେସର ଭାନୁଶାଳୀ ଆସିକି, ଯିଏକି ଆମର ସଭାପତି ଥିଲେ, ସେ ଯୋଗଦାନ କରୁଛନ୍ତି। ଅନେକ ଓରେଟର୍ସ ଆସୁଛନ୍ତି, ଅନେକ ୱେଲ୍ ୱିଶର୍ସ ଆସୁଛନ୍ତି। ବିଭିନ୍ନ ବିଷୟର ମେଡିସିନଠୁ ନେଇକି ଗାଇନୋକୋଲୋଜି ଯାଏଁ, ସର୍ଜରୀଠୁ ନେଇକି ଇଏନଟି ଯାଏଁ ବିଭିନ୍ନ ବିଷୟର ଏକ୍ସପର୍ଟସ ଆସୁଛନ୍ତି। ଯୋଉ ଏକ୍ସପର୍ଟ ମାନେ ଆପଣ ପ୍ରତ୍ୟେକଟି ଡେଲିଗେଟକୁ ତାଙ୍କର ଯୋଉ ବିଷୟରେ ଟ୍ରେନିଂ ଦେବେ ଆଉ ତାଙ୍କ ପ୍ରଶ୍ନ ନେବେ, ଯାହାକି କେବଳ ଆଇଏମଏ ମେମ୍ବର ମାନଙ୍କର ଏକାଡେମିକ ସ୍କିଲ୍ ଆଉ ନଲେଜ ବଢେଇବ ତାହା ନୁହେଁ, ତାଙ୍କ ସାଥିରେ ଇଣ୍ଟରାକ୍ଟ କରି ସେ ବିଭିନ୍ନ ଉପାୟରେ ନିଜ ରୋଗୀମାନଙ୍କୁ ଲାଭ ଦେଇପାରିବେ। ତ ଓଡ଼ିଶା ଆଇଏମଏ ଟିମ୍, ଯୋଉଟା ସଭାପତିଙ୍କଠୁ ନେଇ ପ୍ରତ୍ୟେକଟି ମେମ୍ବର ଯାଏଁ, ସେମାନେ ପ୍ରତ୍ୟେକ ଚେଷ୍ଟା କରୁଛନ୍ତି ଯେ ଏଇ ଡାକ୍ତର ମାନଙ୍କୁ ସଠିକ ଜ୍ଞାନ, ସଠିକ ଇଣ୍ଟରାକ୍ସନ ର ଚାନ୍ସ, ଆଉ ଆମର କଲଚରାଲ ପ୍ରୋଗ୍ରାମ, ସୋଭନିର ଆଉ ଖାଦ୍ୟ ସବୁ ଜରିଆରେ ତାଙ୍କୁ କେମିତି ଗୋଟେ ଭଲ ଅନୁଭୂତି ଦେଇକି ଆମେ ପଠେଇବା। ଆମେ ଆପଣମାନଙ୍କ ଦ୍ୱାରା ସମସ୍ତଙ୍କୁ ଆମନ୍ତ୍ରଣ କରୁଛୁ ଆଇଏମଏ ହେଡକ୍ୱାର୍ଟରକୁ। ଯୋଉମାନେ ସଦସ୍ୟ ହେଇନାହାନ୍ତି ତାଙ୍କୁ ସଦସ୍ୟ ହେବା ପାଇଁ ଅନୁରୋଧ କରୁଛୁ। ଆଉ ଯୋଉମାନେ ଆସି ଯୋଗ ଦେବା ପାଇଁ ଚାହୁଁଛନ୍ତି ତାଙ୍କୁ ମଧ୍ୟ ଆମନ୍ତ୍ରଣ କରୁଛୁ। ଏଠି ଆସି ଏଇ ଯୋଉ ଆମ 3 ଦିନ ସେଲିବ୍ରେସନରେ ଏନ୍ଜୟ କରନ୍ତୁ, ଆଉ ପାଠ ଶିଖନ୍ତୁ, ନିଜ ନିଜ ପରସ୍ପର ଭିତରେ ଭେଟନ୍ତୁ।